नवम स्कंद एकादश अध्याय श्रीशुकोवाच श्रीराम राजे होई राजा आनंदे पाळे जन प्रजा तमकल्पे यज्ञ कले वशिष्ठ आदि मुनि तुले विप्रଙ୍କୁ चारि बेदु बरी दक्षिणा देले चित्त बरी भूमिकी करी चारि भागे दक्षिणा देले अनुरागे होताଙ୍କୁ ପୂର୍ବ ଦିଗ ଦେଲେ ଅଧୈର୍ଯ୍ୟ ପଶ୍ଚିମେ ବରିଲେ ଉତ୍ତର ଦିଗେ ସାମ ଗାନେ ଆଚାର୍ଯ୍ୟ ଦକ୍ଷିଣା ପ୍ରଦାନେ ଏ ବ୍ରାହ୍ମଣେ ଦେଇ ଚାରି ଦେଶ ଅଯୋଧ୍ୟାର ଏ ଅବଶେଷ ତା ସହିତ ରଘୁପତି ଆଚରି ଗୃହସ୍ଥଙ୍କ ଗତି ଅନେକ ବସ୍ତ୍ର ରତ୍ନ ଧନେ ସନ୍ତୋଷ କରି ସର୍ବଜନେ ଆଚରି ଗୃହ ମେଧି ଧର୍ମ ଗୃହେ ବିହିତ ଯେତେ କର୍ମ ହେ ବ୍ରାହ୍ମଣେ ଶୁଣି ରାମ କଥା ଶ୍ରୀରାମ ପାଦେ କଲେ ଚିନ୍ତା ରାମର ନିକଟେ ମିଳିଲେ ଅନେକ ସ୍ତୁତି ବାକ୍ୟ କଲେ କହିଲେ ପ୍ରୀତି ଭାବ ଭଇ ଭୋନାଥ ତୋର ପୁତ୍ର ନାହିଁ ଆମ୍ଭେ କହିଲୁ ବେଦ ଧର୍ମ ତୋତେ ନ ଜାଣି ମତି ଭ୍ରମ ମତେ କିଛି ଦିନ ଗଲା ଶୁଣ ହୋ ଗୋବିନ୍ଦର ଲୀଳା ଦିନେକ ରାମ ରାତ୍ର କାଳେ ବୁଲନ୍ତି ନିଜ ଭୃତ୍ୟ ମିଳେ ଯଶ ଅଯଶ କେବା ଚିନ୍ତେ ମତ ବିଚାରି ଗୋପତେ ଶୁଣିଲେ ଏକ ଗୃହାଶ୍ରମେ ପତ୍ନୀ କି ବୋଲେ ଗୁରୁ ତମେ ଦୁଷ୍ଟା ନାରୀ ଚାହ ଗୃହୁ ଯାଅ ମୁଁ ନ ଛୁଇଁବି ତୋର ଦେହ ଅସତୀ ପର ଗୃହାଶ୍ରମା ମୁଁ ନୁହେଁ ରାମ ପରି କାମୀ ସେ ଜେନେ ସୀତା ଘେନି ଘରେ ଆନନ୍ଦେ ଗୃହାଶ୍ରମେ କରେ ହେମନ୍ତ ଶୁଣି ତାର ମୁଖେ ଗୃହେ ମିଳିଲେ ମନ ଦୁଃଖେ ସେ ଲୋକ ଅପବାଦ ଚିନ୍ତା ପୀଡ଼ିତ ରାମ ହୃଦମ ପ୍ରିୟାର ଗର୍ଭବାସ ଦେଖି ତାର ବିଚ୍ଛେଦେ ହୋଇ ଦୁଃଖୀ ଏ ଲୋକ ଅପବାଦ ଭୟ କରିବି କେବଳ ଉପାୟ ଲକ୍ଷ୍ମଣେ ରାଇ ରଘୁନାଥ ତା ସଙ୍ଗେ ଭାଳିଲେ କାନ୍ତ ବଇଲେ ସୀତାଙ୍କୁ ବିପିନେ ନିବେଶୀ ଆସତୁ ବନେ ତକ୍ଷଣେ ରାମ ଆଜ୍ଞା ପାଇ ସୀତାକୁ ବନେ ନିବେଶଇ ବେନି କୁମରେ ଜାତ ବନେ ସେ ମିଳେ ବାଲ୍ମୀକ ସ୍ଥାନେ ବାଲ୍ମୀକି ଜାତ କର୍ମ କଲେ ପୁତ୍ର ଦୁହିଁଙ୍କ ନାମ ଦେଲେ ପ୍ରଥମ କୁଶ ନାମେ ଖ୍ୟାତ ଅନ୍ୟ ଲବ ନାମେ ବିଦିତ ନିଜ କୁଟିରେ ଦେଲେ ସ୍ଥାନ ପୁତ୍ରଙ୍କୁ କରନ୍ତି ପାଳନ ଏ ରାମ ଆଗମ ଶୁଣି କର୍ଣ୍ଣେ ତକ୍ଷଣେ ବରୁଣ ଭୁବନେ ଜାନକୀ ହୋଇଲେ ପ୍ରବେଶ ମନେ ଅନେକ କରି ରୋଷ ତାର ନ ପାଇ ଉଦ୍ଦେଶ୍ୟ ରାମ ଚଳିଲେ ନିଜ ଦେଶ ଅଙ୍ଗଦ ଚିତ୍ରକେତୁ ଦୁଇ ଲକ୍ଷ୍ମଣ ବୀର୍ଯ୍ୟ ଜନ୍ମ ହୋଇ ଏ ଭରତ ସୁତ ବେନି ଭାଇ ଦକ୍ଷ ପୁଷ୍ପକ ନାମ ବଇ ସୁବାହୁ ଶ୍ରୁତ ସେନ ବୀର ହୋଇଲେ ଶତ୍ରୁଘ୍ନ ବୀର୍ଯ୍ୟର ଏ ଭରତ ଦିଗ ବିଜେ କରି କୋଟି ଗନ୍ଧର୍ବ ବଳ ମାରି ଯୁଦ୍ଧେ ପାଇଲେ ଧନ ଯେତେ ଦେଲେ ସେ ରାମର ଅଗ୍ରତେ ଶତ୍ରୁଘ୍ନ ଦିଗ ବିଜେ କରି ଲବଣ ମଧୁପୁତ୍ର ମାରି ମଥୁରାପୁରେ ମଧୁବନେ କରି ସ୍ଥାପିଲା ପ୍ରଜାଜନେ ରାମ ଯେ ଜାନକୀ ବିଷାଦେ ମନ ନକଳ୍ପେ ରାଜପଦେ ସୀତାର ଗୁଣ ଚିନ୍ତି ମନେ ନିଦ୍ରା ନମାଡ଼ଇ ନୟନେ କଣ୍ଠ କୁଣ୍ଠିତ ଶୋକ ଭରି ଚିତ୍ତକୁ ନ ପାରନ୍ତି ଧରି ସ୍ତ୍ରୀ ପୁରୁଷ ସଙ୍ଗ ଏହି କେଶ ହେ ନର ଦେହ ବଇ ସେଦିନୁ ବ୍ରହ୍ମଚର୍ଯ୍ୟ କରି ରାମ ହୋଇଲେ ବନଚାରୀ ଶତ ସହସ୍ର ତ୍ରୟୋଦଶେ ନିରତେ ବ୍ରହ୍ମଚାରୀ ବେଶେ ଖଣ୍ଡ ଅଗ୍ନିହୋତ୍ର କଲେ ବଶିଷ୍ଠ ଆଦି ମୁନି ତୁଲେ ଦକ୍ଷିଣା ଦେଇ ତୋଷ ଚିତେ ରାମ ମିଳିଲେ ନିଜ ପତେ ସଂସାରେ ଥୋଇ ନିଜ ଯଶ ହୋଇଲେ ସ୍ୱଧର୍ମେ ପ୍ରବେଶ ଏ ବୋଲନ୍ତି ଶୁକ ବ୍ରହ୍ମ ଋଷି ଶୁଣ ଏ ରାଜା କୁରୁବଂଶୀ ରାମଚରିତ ତୋ ଅଗ୍ରତେ ସଂକ୍ଷେପୀ କହିଲେ ମୁଁ ତୋତେ ଏ ଆଶ୍ରବଣେ ଶୁଣନ୍ତି ଦୁର୍ଗମ ସଙ୍କଟ ଉତ୍ତରନ୍ତି ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଦେ ଭାଗବତ ରାମଚରିତ ପୁଣ୍ୟ କଥା ଜେଣେ ଖଣ୍ଡିବ ଭବ ବ୍ୟଥା ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ ଭାସିକାଂ ନବମ ସ୍କନ୍ଦେ ଶ୍ରୀରାମଚରିତେ ନାମ ଏକାଦଶ ଅଧ୍ୟାୟ ବୋଲାନନ୍ଦେ କବାର ହରି ହରି ବୋଲ।